ହ୍ୟାଲୋ ସାଙ୍ଗମାନେ, ଢାବା ଷ୍ଟାଇଲରେ ଆଳୁ ପାଳଙ୍ଗ ତଡ଼କା ଘରେ ବନେଇବା ପାଇଁ ଚାହୁଁଛନ୍ତି କି? ଆସନ୍ତୁ ଏହି ଭିଡ଼ିଓରେ ଦେଖିବା। ଏହାକୁ ଆପଣ ରୁଟି ଆଉ ଭାତ ସହିତ ଖାଇପାରିବେ ସାଙ୍ଗମାନେ। ଦେଖନ୍ତୁ ପାଳଙ୍ଗ ଆଉ ଡାଲିର କମ୍ବିନେସନ୍ କେମିତି ସୁନ୍ଦର ହେଇଛି। ଆସନ୍ତୁ ସାଙ୍ଗମାନେ, ଏହି ଭିଡ଼ିଓରେ ଏହାର ପ୍ରୋସେସ୍ ଜାଣିବା। ଦେଖନ୍ତୁ ସାଙ୍ଗମାନେ, ମୁଁ ଡାଲି ପାଳଙ୍ଗ ତଡ଼କା ପାଇଁ 3 ପ୍ରକାର ଡାଲି ବ୍ୟବହାର କରିଛି। ଚନା ଡାଲି, ମସୁରୀ ଡାଲି ଆଉ ହରଡ଼ ଡାଲି, ଏବଂ ସବୁର ମେଜରମେଣ୍ଟ ହାଫ୍ କପ୍ ଲେଖାଏଁ ଅଛି। ଏହା ସହିତ 200 ଗ୍ରାମ କିମ୍ବା 200 ଗ୍ରାମ ଟିକେ କମ୍ ହେବ ପାଳଙ୍ଗ ଶାଗକୁ ପାଣିରେ ଭଲ ଭାବେ ଧୋଇକି ଛୋଟ ଛୋଟ କାଟିକି ରଖିଛି। ଦେଖନ୍ତୁ ସାଙ୍ଗମାନେ, ଅଧା ଘଣ୍ଟା ପୂର୍ବରୁ ଭିଜେଇ ରଖିଥିବା ସବୁ ଡାଲିକୁ ଚାଲନ୍ତୁ ପ୍ରଥମେ ଗୋଟିଏ କୁକରରେ ଟ୍ରାନ୍ସଫର୍ କରି ଟିକେ ଲୁଣ ଆଉ ହଳଦୀ ଦେଇ 5 ସିଟି ପର୍ଯ୍ୟନ୍ତ କୁକ୍ କରିବା। ଦେଖନ୍ତୁ ସାଙ୍ଗମାନେ, ଏ କୁକରରେ ମୁଁ ହାଫ୍ ଚାମଚ ହଳଦୀ ଗୁଣ୍ଡ ଆଉ ହାଫ୍ ଚାମଚ ଲୁଣ ଦେଇ ବର୍ତ୍ତମାନ 5 ସିଟି ପର୍ଯ୍ୟନ୍ତ କୁକ୍ କରିବା। ଆଉ ଗୋଟେ ଡିସ୍ରେ ପୂର୍ବରୁ କାଟି ରଖିଥିବା ଛୋଟ ଛୋଟ ପାଳଙ୍ଗ ଶାଗକୁ ଟ୍ରାନ୍ସଫର୍ କରିଦେବା। ସେଥିରେ କିଛି ପାଣି ଦେଇ ଟିକେ ଲୁଣ ଦେଇଦେବା ସାଙ୍ଗ, ଟିକେ ଲୁଣ ଦେଇ ବଏଲ୍ କରିଦେବା। ଆଉ ଟିକେ ଚିନି ମଧ୍ୟ ଦେଇଦେବା ସାଙ୍ଗମାନେ। ଟିକେ ଚିନି ଦେଇଦେଲେ ଶାଗର କଲର୍ ଚେଞ୍ଜ ହେବ ନାହିଁ ସାଙ୍ଗମାନେ। ଦେଖନ୍ତୁ, ମୁଁ ହାଫ୍ ଚାମଚ ଚିନି ଦେଇଦେଉଛି ସାଙ୍ଗମାନେ। ଦେଖନ୍ତୁ, ଏହାକୁ ଆମେ ଚାଲନ୍ତୁ ବର୍ତ୍ତମାନ ଏହାକୁ ଆମେ ଢାଙ୍କୁଣି ଦେଇ ମାତ୍ର 2 ମିନିଟ୍ ପାଇଁ ସିଝାଇ ଦେବା ସାଙ୍ଗମାନେ। ଦେଖନ୍ତୁ ସାଙ୍ଗମାନେ, ପାଳଙ୍ଗ ଶାଗ କୁକ୍ ହେବାର 2 ମିନିଟ୍ ହେଇଯାଇଛି। ଚାଲନ୍ତୁ ଏବେ ବର୍ତ୍ତମାନ ପାଣିରୁ ଛାଣିକିରି ଗୋଟେ ପ୍ଲେଟ୍ରେ ରଖିନେବା। ଦେଖନ୍ତୁ ସାଙ୍ଗମାନେ, ଏପଟେ ଆମେ ଡାଲି ଶାଗକୁ 5 ସିଟି ହେବା ପର୍ଯ୍ୟନ୍ତ କୁକ୍ କରିବା ପାଇଁ ଦେଇଛି। ଦେଖନ୍ତୁ ସାଙ୍ଗମାନେ, ଆମ ଡାଲି ଆଉ ପାଳଙ୍ଗ ଶାଗ ବର୍ତ୍ତମାନ କୁକ୍ ହେଇଯାଇଛି। ଦେଖନ୍ତୁ ସାଙ୍ଗମାନେ, ମୁଁ ଗୋଟିଏ କଢ଼େଇ ଗରମ କରି ତେଲ ଦେଇଦେଉଛି। ଦେଖନ୍ତୁ ସାଙ୍ଗମାନେ, ତେଲ ଗରମ ହେଲା ପରେ ମୁଁ କିଛି 5 ଫୁଟଣ ଦେଉଛି। ଆପଣମାନେ ଗୋଟା ଜିରାକୁ ବି ୟୁଜ୍ କରିପାରିବେ। ମୋତେ 5 ଫୁଟଣର ବାସ୍ନା ଭଲ ଲାଗେ ବୋଲି ମୁଁ 5 ଫୁଟଣ ୟୁଜ୍ କରୁଛି ସାଙ୍ଗମାନେ। ତାପରେ କିଛି ରସୁଣକୁ ଛୋଟ ଛୋଟ ଦେଇକରି ଭାଜିଛି ସାଙ୍ଗମାନେ। ରସୁଣ ଟିକେ ଭାଜି ହେଲା ପରେ କିଛି ଅଦାକୁ ଛୋଟ ଛୋଟ କାଟିକି ଦେଇଛି, ଆଉ କିଛି କଞ୍ଚା ଲଙ୍କାକୁ ଦେଇଦେଇଛି ସାଙ୍ଗମାନେ। ମୋତେ ରାଗ ଖାଇବା ପାଇଁ ଟିକେ କମ୍ ପସନ୍ଦ ସାଙ୍ଗମାନେ, ସେଥିପାଇଁ ମୁଁ କମ୍ କଞ୍ଚା ଲଙ୍କା ବ୍ୟବହାର କରିଛି। ରସୁଣ, ଅଦା ଆଉ କଞ୍ଚା ଲଙ୍କାର ରଙ୍ଗ ଟିକେ ଚେଞ୍ଜ ହେଲା ପରେ ଆମେ ଛୋଟ ଛୋଟ କାଟି ରଖିଥିବା ପିଆଜକୁ ଦେଇ ଭଲ ଭାବେ ଭାଜିବା। ଦେଖନ୍ତୁ ସାଙ୍ଗମାନେ, ରସୁଣ, କଞ୍ଚା ଲଙ୍କା ଓ ଅଦାର ରଙ୍ଗ ଟିକେ ଚେଞ୍ଜ ହେଲା ପରେ ବର୍ତ୍ତମାନ ଆମେ କାଟି ରଖିଥିବା ପିଆଜକୁ ଦେଇ ପୁଣି ଥରେ ଭାଜିବା। ପିଆଜର ରଙ୍ଗ ଟିକେ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭାଜିବା ସାଙ୍ଗମାନେ। ଦେଖନ୍ତୁ ସାଙ୍ଗମାନେ, ପିଆଜର ରଙ୍ଗ ଟିକେ ଲାଇଟ୍ ବ୍ରାଉନ୍ ହେଲା ପରେ ମୁଁ ହାଫ୍ ଚାମଚ ହଳଦୀ ଗୁଣ୍ଡ, ହାଫ୍ ଚାମଚ ଧନିଆ ଗୁଣ୍ଡ ଆଉ ହାଫ୍ ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ ଦେଇ କିଛି ସମୟ କଷିବି। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ମୁଁ କିଛି ସମୟ କଷିଲା ପରେ ମସଲା କଷି ଯାଇଛି। ପ୍ରଥମ ଛୋଟ ଛୋଟ କାଟି ରଖିଥିବା ବିଲାତିକୁ ଦେଇ ଆଉ କିଛି ସମୟ କଷିବା ସାଙ୍ଗମାନେ। ଆଉ ଟିକେ ଲୁଣ ଦେଇ ଭଲ ଭାବେ କଷି ନେବା। ଟମାଟୋ ଭଲ ଭାବରେ କଷି ହେଇଗଲା ପରେ ଆମେ ସିଝେଇ ରଖିଥିବା
ପାଳଙ୍ଗ ଶାଗକୁ ଏଡ଼୍ କରିବା ସାଙ୍ଗମାନେ। ଏସବୁକୁ ଭଲ ଭାବେ ମିଶାଇ ଆଉ କିଛି ସମୟ କଷିବା। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଶାଗ ସହିତ ଟମାଟୋ ଭଲ ଭାବେ କଷି ହୋଇଯାଇଛି। ବର୍ତ୍ତମାନ କୁକ୍ କରି ରଖିଥିବା ଡାଲିକୁ ସେ ଶାଗରେ ମିକ୍ସ କରିଦେବା। ଟିକେ ଭଲ ଭାବରେ ଘାଣ୍ଟି ଦେବା ସାଙ୍ଗମାନେ। ଦେଖନ୍ତୁ ବର୍ତ୍ତମାନ ଆମର ଡାଲି ବର୍ତ୍ତମାନ ରେଡ଼ି ହେଇଯାଇଛି। ଆଉ ଗୋଟେ ତଡ଼କା ପ୍ୟାନ୍ ନେଇ ସେ ପ୍ୟାନ୍ରେ ଟିକେ ତେଲ ଦେଇ ମୁଁ କିଛି ଛୋଟ ଛୋଟ କାଟି ରଖିଥିବା ରସୁଣ ଆଉ କିଛି ପିଆଜ ଆଉ ଦୁଇଟା ଶୁଖିଲା ଲଙ୍କା ଦେଇ ଭଲ ଭାବେ ଫୁଟାଇବା। ଭଲ ଭାବେ ଫୁଟିଗଲା ପରେ ଦେଖନ୍ତୁ ସାଙ୍ଗମାନେ, ପିଆଜ ଆଉ ରସୁଣ ଆଉ ଲଙ୍କାର ରଙ୍ଗ ବର୍ତ୍ତମାନ ଚେଞ୍ଜ ହେଲା ପରେ ଆମେ ହାଫ୍ ଚାମଚ ହଳଦୀ ଗୁଣ୍ଡ ଆଉ ହାଫ୍ ଚାମଚ କାଶ୍ମୀରୀ ଲଙ୍କା ଦେଇ ଗୋଟେ ତଡ଼କା ପ୍ରସ୍ତୁତ କରିବା। ସେଇ ତଡ଼କାକୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଶାଗ ଡାଲିରେ ଛୁଙ୍କ ଦେଇଦେବା ସାଙ୍ଗମାନେ। ଛୁଙ୍କ ଦେଇ ସାରିଲା ପରେ ଆଉ କିଛି ସମୟ ଢାଙ୍କୁଣି ଦେଇ ଫୁଟାଇ ଦେବା ସାଙ୍ଗମାନେ। ଦେଖନ୍ତୁ ସାଙ୍ଗମାନେ, ଆମର ପାଳଙ୍ଗ ଡାଲିର ତଡ଼କା ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି। ଶେଷରେ ଟିକେ ଗରମ ମସଲା ଦେଇ ଗରମା ଗରମ ସର୍ଭ କରିବା ସାଙ୍ଗମାନେ। ଡାଲି ପାଳଙ୍ଗ ତଡ଼କା।